নমস্কার। আজ কিন্তু শুনিবা ওড়িশার ঘরে ঘরে পরিচিত গোটিଏ বেশ লোকপ্রিয় কাহানী, বଉଳା ଗାଈର କାହାଣୀ। ଗୋଟିଏ ଗାଁଟିଏ ଥିଲା। ସେହି ଗାଁରେ ବଉଳା ନାମକ ଗାଈଟିଏ ରହୁଥିଲା। ବଉଳା ଦେଖିବାକୁ ଖୁବ୍ ଡଉଲ ଡଉଲ ଏବଂ ବହୁତ ସୁନ୍ଦର ଥିଲା। ସେ ଖୁବ୍ ଶାନ୍ତ ସ୍ୱଭାବର ଥିଲା। ସେ ସଭିଙ୍କୁ ବହୁତ ସ୍ନେହ ଆଦର କରୁଥିଲା। ବଉଳାକୁ ତାର ସୁନ୍ଦର ସ୍ୱଭାବ ତଥା ସରଳତା ପାଇଁ ସମସ୍ତେ ବହୁତ ଭଲ ପାଉଥିଲେ। ବଉଳାର ଗୋଟିଏ ଗୁଲୁଗୁଲିଆ ଛୋଟ ବାଛୁରୀଟିଏ ଥିଲା। ବଉଳା ତାର କୁନି ବାଛୁରୀଟିକୁ ବହୁତ ଭଲ ପାଉଥିଲା। ସବୁଦିନ ବଉଳା ତାର କୁନି ବାଛୁରୀଟିକୁ ପେଟେ ଲେଖାଏ କ୍ଷୀର ପିଆଇ ଜଙ୍ଗଲ ଭିତରକୁ ଘାସ ଚରିବାକୁ ଚାଲିଯାଏ। ସଞ୍ଜ ନଇବା ମା ଛୁଆ ଏମିତି ଭାବରେ ଖୁବ୍ ଖୁସିରେ ଥିଲେ। ସେଦିନ ସବୁଦିନ ପରି ବଉଳା ତା ଛୁଆକୁ କ୍ଷୀର ପିଆଇ ଜଙ୍ଗଲକୁ ଘାସ ଚରିବାକୁ ଯାଇଥାଏ। ଜଙ୍ଗଲ ମଧ୍ୟରେ କଅଁଳିଆ ଘାସ ଚରୁ ଚରୁ ବଉଳା ସେଦିନ ଜଙ୍ଗଲର ମଧ୍ୟଭାଗକୁ ଚାଲିଗଲା। ସେଠାରେ ହଠାତ୍ ବଉଳା ଗୋଟାଏ ବାଘ ହାବୁଡ଼ରେ ପଡ଼ିଗଲା। ବାଘଟି ବଉଳା ଆଗକୁ ଆସି ତାକୁ ମାରି ଖାଇବାକୁ ବସିଲା। ବାଘକୁ ଦେଖି ବଉଳା ଗାଈ ଭାବିଲା, ଆଜି ତାର ଜୀବନ ଏଇଠାରେ ହିଁ ଗଲା। ବଉଳା ଗାଈ ଏଥର ବାଘକୁ କହିଲା, ବାଘ ଭାଇ, ମୋତେ ଏବେ ମାର ନାହିଁ। ଘରେ ମୋର କୁନି ବାଛୁରୀ, ସେ ମୋ ବାଟ ଚାହିଁ ବସିଥିବ। ମୁଁ ଗଲେ ମୋ ଠାରୁ କ୍ଷୀର ଖାଇବ ବୋଲି ମୋତେ ଛାଡ଼ିଦିଅ। ମୁଁ ତା ନିକଟରେ ପହଞ୍ଚି ତାକୁ କ୍ଷୀର ଖୁଆଇ ତୁମ ନିକଟକୁ ଫେରି ଆସିବି। ଏହାପରେ ତୁମେ ମୋତେ ମାରି ଖାଇବ। ବଉଳାର କଥା ଶୁଣି ବାଘ ବହେ ହସିଲା। ଏହାପରେ ବଉଳା ଉଦ୍ଦେଶ୍ୟରେ ବାଘ କହିଲା, ତୁ କ'ଣ ମୋତେ ବୋକା ଭାବିଲୁ କିରେ? ଥରେ ତୁ ମୋ ହାତରୁ ଖସିଗଲେ ଆଉ କ'ଣ କେବେ ଫେରିବୁ? ବଉଳା କିନ୍ତୁ ପୁଣି ଥରେ ବାଘକୁ କହିଲା, ମୋ କଥା ବିଶ୍ୱାସ କର ବାଘ ଭାଇ, ମୁଁ କଥା ଦେଉଛି, ତୁମ ନିକଟରେ ସତ୍ୟ କରୁଛି। ମୋ ଛୁଆ ନିକଟରେ ପହଞ୍ଚି ତାକୁ କ୍ଷୀର ଖୁଆଇ ଶେଷ ଥର ପାଇଁ ମନ ଭରି ଗେଲ କରି ତୁମ ନିକଟକୁ ତୁମ ଆହାର ହେବାକୁ ନିଶ୍ଚୟ ଭାବରେ ଫେରି ଆସିବି। କେଜାଣି କାହିଁକି ଏହାପରେ ବାଘର ବଉଳାର ବିନତି ଉପରେ ଟିକିଏ ଦୟା ଆସିଲା। ଏହାପରେ ସେ ବଉଳାକୁ ତା ଛୁଆ ନିକଟକୁ ପଠାଇଥିଲା। ବଉଳା ଏଥର ଦୌଡ଼ି ଦୌଡ଼ି ତା ଛୁଆ ନିକଟରେ ଯାଇ ପହଞ୍ଚିଲା। ନିଜର ଗେଲବସରର କୁନି ଛୁଆଟିକୁ ବଉଳା ମନ ଭରି ପେଟେ କ୍ଷୀର ପିଆଇଲା। ବହୁତ ଗେଲ ବି କଲା। ସେ ତାର କୁନି ବାଛୁରୀଟିକୁ କହିଲା, ଧନରେ, ମୋର କଥା ଗୋଟିଏ ସବୁଦିନ ମନେ ରଖିଥିବୁ। କାହାର ବି କେବେ ବି ଟିକିଏ ଖରାପ ଚିନ୍ତା କରିବୁନି। କାହାର କିଛି କ୍ଷତି ବି କରିବୁନି। ସବୁ ସମୟରେ ସତ ହିଁ କହିବୁ। ସଭିଙ୍କ ସହିତ ଏଥର ତୁ ମିଳିମିଶି ରହିବୁ। ଏହାପରେ ବଉଳା ତାର ଛୁଆଟିକୁ ଏକା ଛାଡ଼ି ବାଘ ନିକଟକୁ ଫେରି ଆସିଲା। ବଉଳାକୁ ଫେରି ଆସିବା ଦେଖି ବାଘର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ସେ ନିଜକୁ ମଧ୍ୟ ବିଶ୍ୱାସ କରିପାରିଲା ନାହିଁ। ବାଘ ଜାଣିଗଲା ବଉଳା ଗାଈ ଗୋଟିଏ ବହୁତ ଭଲ ପ୍ରାଣୀ, ଯିଏ ନିଜ ଜୀବନ ଅପେକ୍ଷା ନିଜ ସତ୍ୟ ରକ୍ଷା କରି ମୃତ୍ୟୁକୁ ବି ଖାତର କରିନଥାଏ। ତାଠାରୁ ଭଲ ଏ ଦୁନିଆରେ କେହି ବି ନଥାଇପାରେ। ଏହାପରେ ବାଘ ବଉଳାକୁ କହିଲା, ତୁ ତ ସତ୍ୟ ରକ୍ଷା କରି ନିଜ ଜୀବନକୁ ଖାତର ନ କରି ମୋ ନିକଟକୁ କଥା ଅନୁସାରେ ଫେରି ଆସିଲୁ। ତୁ ତୋର ବଚନ ରକ୍ଷା କରୁ। ଏଥର ମୁଁ ଆଉ ତୋତେ ମାରିପାରିବି ନାହିଁ। ତୁ ଯା, ତୁ କୁନି ବାଛୁରୀ ନିକଟକୁ ଫେରିଯା। ସେ ତୋତେ ଅପେକ୍ଷା କରିଥିବ। ତା ସହିତ ତୁ ଖୁସିରେ ରହ।
ଶେଷରେ ବଉଳା ଗାଈ ଖୁସିରେ ତାର କୁନି ବାଛୁରୀ ନିକଟକୁ ଫେରି ଆସିଲା। এই କାହାଣୀଟିରୁ ଆମେ ଏଇ କଥା ଜାଣିଲେ ସଦାସର୍ବଦା ସତ୍ୟର ହିଁ ଜୟ।